ମାନେ ମୁଁ ଦେଖୁଥିଲି 1600 ପ୍ରକାର ବାମ୍ବ ଅଛି। ମାନେ 1600 1600 ପ୍ରକାର ପ୍ରଜାତିର ବାଉଁଶ ଅଛି। ଆଗରୁ ଆମେ ଜାଣିଥିଲୁ ଦୁଇ ପ୍ରକାର ବାଉଁଶ, ଗୋଟେ ସୁନ୍ଦରୀ ବାଉଁଶ ଗୋଟେ କଣି ବାଉଁଶ। ଦେଖନ୍ତୁ ଏଇ ଯେଉଁ ବାମ୍ବ କନକ୍ଲେଭ୍ ଅର୍ଗାନାଇଜ୍ କରାଯାଇଛି, ମୁଁ ଧନ୍ୟବାଦ ଦେବି ଯେଉଁମାନେ ଅର୍ଗାନାଇଜ୍ କରିଛନ୍ତି। ଆମର ଯେଉଁ ଫ୍ୟୁଚର ଫାଉଣ୍ଡେସନ୍, ୱାନ୍ ଫ୍ୟୁଚର ଫାଉଣ୍ଡେସନ୍ ଏବଂ ଭାରତୀୟମ୍ ଦୁଇ ଜଣଙ୍କର ଆନୁକୂଲ୍ୟରେ ଏକ ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମ ହେଇଛି। ବାଉଁଶରେ ଏତେ ସୁଯୋଗ ରହିଛି ମୁଁ ବି ଆଗରୁ ଜାଣିନଥିଲି। କେବଳ ଆମେ ଛୁଆବେଳେ ଜାଣିଥିଲୁ ବାଉଁଶ ଟୋକେଇ ଚାଙ୍ଗୁଡ଼ି ଏ ଯେଉଁ କୁଲା ତିଆରି କରାଯାଏ, କିନ୍ତୁ ଏଥିରେ ଅନେକ ସମ୍ଭାବନା ଅଛି। ଏଥିରେ ଏଣ୍ଟରପ୍ରିନର ମଧ୍ୟ ହେଇପାରିବା ଏବଂ ଓଡ଼ିଶାରେ ମଧ୍ୟ ବାଉଁଶର ପ୍ରଡ଼କ୍ଟିଭିଟି ଅଛି। ବାଉଁଶ ଭଲ ଜାତିର ବାଉଁଶ ଅଛି। ଆର୍ ଯାହା ମୁଁ ଦେଖୁଥିଲି ସର୍ବଭାରତୀୟ ସ୍ତରରେ ପାଖାପାଖି 6 ଲକ୍ଷ କୋଟି ଟଙ୍କାର ଟର୍ଣ୍ଣଓଭର ଅଛି। ତେଣୁ ଆମର ଓଡ଼ିଶାରେ ମାତ୍ର 9ରୁ 10% ଆମେ ବ୍ୟବହାର କରୁଛେ। ଆକୁ ବହୁଳ ବ୍ୟବହାର କରି ଆମର ଯୁବପିଢ଼ିମାନେ ଏଣ୍ଟରପ୍ରିନର ମଧ୍ୟ ବନିପାରିବେ। ଏଥିରେ ଟେବୁଲ୍ ଚେୟାର, ଆଜି ଆସବାବପତ୍ର, ଘର ଫ୍ଲୋରିଂ, ଉପର ଆଜବେଷ୍ଟସ୍, ଅନେକ କଥା ଯେ ଆଗରୁ ଆମେ କେବଳ ଶୁଣିଥିଲେ ବାଉଁଶ କେବଳ କାଗଜ ତିଆରି ହୁଏ, କିନ୍ତୁ ଆଜି ଅନେକ ପ୍ରଡ଼କ୍ଟ ଏଥିରୁ ହେଇପାରୁଛି। ଆପଣ ପ୍ଲାଏବୋର୍ଡ଼ଠୁ ଆରମ୍ଭ କରି ଆଜବେଷ୍ଟସ୍ ପର୍ଯ୍ୟନ୍ତ ଅନେକ। ତେଣୁ ସମ୍ଭାବନାର ରାଜ୍ୟ ଅଛି। ଏଥିରେ ମଧ୍ୟ ଓଡ଼ିଶା ସରକାର ଯେଉଁମାନେ ଏଣ୍ଟରପ୍ରିନର ବନିବେ ତାକୁ ଆମେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ମଧ୍ୟ ମୁଁ ଆଜି ପ୍ରତିଶ୍ରୁତି ଦେଇଛି ଏବଂ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ବିଷୟରେ ତାଙ୍କର ମତ ପ୍ରକାଶ କରି ମେସେଜ ମଧ୍ୟ ଦେଇଛନ୍ତି। ତେଣୁ ନିଶ୍ଚିତ ଭାବରେ ଆଗକୁ ଆମେ ଆଗକୁ ନେବା ପାଇଁ ଏଇ ବାମ୍ବ ଯେଉଁ କନକ୍ଲେଭ୍ ହେଇଛି ଏଥିରୁ ଏଣ୍ଟରପ୍ରିନର ବାହାରନ୍ତୁ, ଓଡ଼ିଶାରେ କାମ କରନ୍ତୁ। ସରକାର ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା। ମାନେ ମୁଁ ଦେଖୁଥିଲି 1600 ପ୍ରକାର ବାମ୍ବ ଅଛି। ମାନେ 1600 1600 ପ୍ରକାର ପ୍ରଜାତିର ବାଉଁଶ ଅଛି। ଆଗରୁ ଆମେ ଜାଣିଥିଲୁ ଦୁଇ ପ୍ରକାର ବାଉଁଶ, ଗୋଟେ ସୁନ୍ଦରୀ ବାଉଁଶ ଗୋଟେ କଣି ବାଉଁଶ ବା କଣ୍ଟା ବାଉଁଶ, କିନ୍ତୁ ଅନେକ ବ୍ୟବହାର ଆର ଅଛି। ସବୁ ଜାଗାରେ ଆଜି ଆକୁ ବ୍ୟବହାର କରିବା। ଆଜି ବାଉଁଶକୁ ନେଇକରି ଏୟାରପୋର୍ଟ ମଧ୍ୟ ତିଆରି ହେଲାଣି। ତେଣୁ ଅନେକ ସୁଯୋଗ ରହିଛି, ସମ୍ଭାବନା ରହିଛି। ଆକୁ ବହୁଳ ବ୍ୟବହାର, ନୂଆ ଟେକ୍ନୋଲୋଜି ବାହାରିଲାଣି, ପ୍ରୋସେସିଂ କରିକିରି ତାକୁ ଆମେ ନାଇଁ ଦେଖନ୍ତୁ ଆମ ସରକାର ସପୋର୍ଟ କରିବେ, ନୂଆ ଏଣ୍ଟରପ୍ରିନର ଆସିବା ଦରକାର। ତେଣୁ ଆମେ ସ୍ୱାଗତ କରୁଛୁ ନୂଆ ଏଣ୍ଟରପ୍ରିନର ଯୁବକମାନେ ବାହାରନ୍ତୁ, ବନନ୍ତୁ। ସରକାର ତରଫରୁ ଯାହା ସହଯୋଗ ଅଛି ଆମେ କରିବା। ଧନ୍ୟବାଦ।